ପଦ୍ମ ପୁରାଣ ଅନୁସାରେ ବର୍ଣ୍ଣିତ ଅଛି ଯେ ମାତା ସୀତା ମଧ୍ୟ କରିଥିଲେ ମହାପାପ। ଏହି କାରଣରୁ ଯେତେବେଳେ ମାତା ସୀତା ଗର୍ଭବତୀ ଥିଲେ, ଭଗବାନ ଶ୍ରୀରାମ ତାଙ୍କୁ ଘରୁ ବିତାଡ଼ିତ କରିଦେଇଥିଲେ ଏବଂ ଭଗବାନ ରାମଙ୍କ ଆଦେଶ ଅନୁସାରେ ପ୍ରଭୁ ଲକ୍ଷ୍ମଣ ମାତା ସୀତାଙ୍କୁ ନେଇ ଜଙ୍ଗଲରେ ଛାଡ଼ି ଦେଇଥିଲେ। ଦର୍ଶକ ବନ୍ଧୁ, ମାତା ସୀତା କାହିଁକି କରିଥିଲେ ସେହି ପାପ, ଆଉ କ'ଣ ସେହି ପାପ, ଆଜି ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ। ପଦ୍ମ ପୁରାଣରେ ବର୍ଣ୍ଣିତ ଅଛି ଯେ ମାତା ସୀତା ଅବିବାହିତ ସମୟରେ ଏକଦା ସେ ତାଙ୍କ ସଖୀମାନଙ୍କ ସାଙ୍ଗରେ ରାଜବାଟିକାରେ ବୁଲୁଥିଲେ। ମାତା ସୀତା ରାଜବାଟିକାରେ ଭ୍ରମଣ କରୁଥିବା ସମୟରେ ଗୋଟିଏ ଗଛ ଉପରେ ଦୁଇଟି ଶୁଆ ବସି କଥୋପକଥନ କରିବାର ସେ ଦେଖିଲେ। ମା ଶୁଆ ପକ୍ଷୀଟି ପୁରୁଷ ଶୁଆ ପକ୍ଷୀକୁ କହୁଥିଲା, ଅଯୋଧ୍ୟାରେ ଦଶରଥ ନାମକ ଜଣେ ରାଜା ଥିଲେ। ତାଙ୍କ କୋଳରେ ଭଗବାନ ବିଷ୍ଣୁ ସ୍ୱୟଂ ମାନବ ରୂପରେ ଜନ୍ମ ନେଇଛନ୍ତି। ତାଙ୍କର ନାମ ଶ୍ରୀରାମ ଅଟେ। ସେ ଦେଖିବାକୁ ବହୁତ ସୁନ୍ଦର। ସେ ପ୍ରଭୁ ଶ୍ରୀରାମ ଜନକପୁରରେ ଶିବଧନୁ ଭଙ୍ଗ କରି ମାତା ସୀତାଙ୍କୁ ବିବାହ କରିବେ। ଶୁଆ ଦୁଇଟି ଏହି କଥା ଏଇଥିପାଇଁ ଜାଣିଥିଲେ ଯେ ଶୁଆପକ୍ଷୀ ଦୁଇଟି ବାଲ୍ମୀକି ଋଷିଙ୍କ ଆଶ୍ରମରେ ରହୁଥିଲେ। ମହର୍ଷି ବାଲ୍ମୀକି ତାଙ୍କ ଆଶ୍ରମରେ ପ୍ରତ୍ୟେକ ଦିନ ତାଙ୍କ ଶିଷ୍ୟମାନଙ୍କୁ ପ୍ରଭୁ ଶ୍ରୀରାମଙ୍କ କଥା ଶୁଣାଉଥିଲେ। ଏହି ଶୁଆ ଦୁଇଟି ମଧ୍ୟ ସେହି ବାଲ୍ମୀକି ଆଶ୍ରମରେ ରହି ପ୍ରତ୍ୟେକ ଦିନ ରାମଙ୍କ କଥା ଶୁଣୁଥିଲେ। ଏହିପରି ଭାବରେ ଶୁଆ ଦୁଇଟି ଜନକ ରାଜାଙ୍କ ରାଜବାଟିକାରେ ଏକ ବୃକ୍ଷ ଉପରେ ବସି କଥାବାର୍ତ୍ତା ହେଉଥିଲେ। ସେହି ସମୟରେ ମାତା ସୀତା ତାଙ୍କ ସଖୀମାନଙ୍କ ସାଙ୍ଗରେ ସେହି ରାଜବାଟିକାକୁ ବୁଲିବାକୁ ଯାଇଥିଲେ। ସେହି ପକ୍ଷୀ ଦୁଇ ଜଣଙ୍କର କଥାବାର୍ତ୍ତା ମାତା ଶୁଣିନେଲେ ଏବଂ ମାତା ସୀତା ଭାବିଲେ, ଏହି ପକ୍ଷୀ ଦୁଇ ଜଣ ମୋ ବିଷୟରେ କ'ଣ କଥାବାର୍ତ୍ତା ହେଉଛନ୍ତି। ଏଣେ ପକ୍ଷୀ ଦୁଇ ଜଣ ରାମଙ୍କ ଭକ୍ତି ଓ ପ୍ରେମରେ ବାନ୍ଧି ହୋଇ ସୀତାରାମଙ୍କର କଥା ଗୁଣଗାନ କରୁଛନ୍ତି। ସେହି ପକ୍ଷୀ ଦୁଇ ଜଣ ଭକ୍ତି ମାର୍ଗରେ ବାନ୍ଧି ହୋଇଥିବାରୁ ତାଙ୍କୁ ଅନ୍ୟ କିଛି ଦେଖାଯାଉନଥିଲା। ତାଙ୍କ ମନରେ କେବଳ ଭକ୍ତି ଶ୍ରଦ୍ଧା ଉତ୍ପନ୍ନ ହେଉଥିଲା। ମାତା ସୀତା ସେହି ସମୟରେ ଚୁପଚାପ ଯାଇ ପକ୍ଷୀ ଦୁଇଟିକୁ ଧରି ପକାଇଲେ। ଆଉ ସେହି ସମୟରେ ମନୁଷ୍ୟ ପଶୁପକ୍ଷୀଙ୍କର ଭାଷା ବୁଝିପାରୁଥିଲା। ତେଣୁ ମାତା ସୀତା ପକ୍ଷୀ ଦୁଇଟିକୁ କହିଲେ, ତୁମେ ପକ୍ଷୀଦ୍ୱୟ ବହୁତ ସୁନ୍ଦର। ତୁମେ ଡର ନାହିଁ। ମୋତେ ସତ କୁହ, ତୁମେ କିଏ ଆଉ କୋଉଠୁ ଆସିଛ? ରାମ କିଏ ଆଉ ସୀତା କିଏ? ତୁମେମାନେ ତାଙ୍କୁ କିପରି ଜାଣିଲ? ତୁମେମାନେ ଡର ନାହିଁ। ମୁଁ ତୁମମାନଙ୍କର କିଛି ବି କ୍ଷତି କରିବି ନାହିଁ। ମାତା ସୀତାଙ୍କର ଏହିପରି ଆଦରପୂର୍ବକ କଥା ଶୁଣି ସେହି ଶୁଆ ଦୁଇଟି କହିଲେ, ହେ ଦେବୀ, ଆମେ ଦୁଇ ଜଣ ବାଲ୍ମୀକି ଆଶ୍ରମରେ ରହୁ। ମହର୍ଷି ବାଲ୍ମୀକି ତ୍ରିକାଳଦର୍ଶୀ ଅଟନ୍ତି। ସେ ତାଙ୍କ ଶିଷ୍ୟମାନଙ୍କୁ ରାମ କଥା ପ୍ରତ୍ୟେକ ଦିନ ଶୁଣାନ୍ତି। ରାମଙ୍କ କଥା ଯିଏ ଥରେ ଶୁଣେ ତାର ମନ ପବିତ୍ର ହୋଇଯାଏ। ଭଗବାନ ବିଷ୍ଣୁ ତାଙ୍କ ତେଜ ବଳରେ 4ଟି ଅଂଶରେ ପ୍ରକଟ ହୋଇଛନ୍ତି। ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ରୂପରେ ଅଯୋଧ୍ୟାରେ ଦଶରଥଙ୍କ ପୁତ୍ର ରୂପେ ଜନ୍ମ ନେଇଛନ୍ତି। ଭଗବାନ ରାମ ବିଶ୍ୱାମିତ୍ରଙ୍କ ସାଙ୍ଗରେ ମିଥିଳାକୁ ଆସି ଶିବଧନୁ ଭାଙ୍ଗି ମାତା ସୀତାଙ୍କୁ ବିବାହ କରିବେ। ପକ୍ଷୀ ଦୁଇ ଜଣଙ୍କର ଏହିଭଳି କଥାକୁ ଶୁଣି ମାତା ସୀତା ପଚାରିଲେ, ରାମଙ୍କର ଗୁଣ କିପରି? ତୁମ ରାମ ଦେଖିବାକୁ କିଭଳି? ମୋତେ ତାଙ୍କ ବିଷୟରେ ଟିକେ କୁହ। ସେ ତାଙ୍କର ଏହି ପ୍ରକାରର କଥା ଶୁଣି ମା ଶୁଆଟି ଜାଣିଗଲା ଯେ ଇଏ ହେଉଛନ୍ତି ମାତା ସୀତା। ତେଣୁ ସେ ସାଙ୍ଗେ ସାଙ୍ଗେ ମାତା ସୀତାଙ୍କ ଗୋଡ଼ ତଳେ ପଡ଼ିଲା ଏବଂ ସେ ମାତା ସୀତାଙ୍କୁ କହିଲା, ଶ୍ରୀରାମଙ୍କ ମୁଖ ଦେଖିବାକୁ ପଦ୍ମଫୁଲ ପରି ସୁନ୍ଦର। ଗୁଣରେ ସେ ଶାନ୍ତ, ସରଳ ଓ ଦେଖିବାକୁ ଶ୍ୟାମଳ ବର୍ଣ୍ଣର। ତାଙ୍କୁ ଦେଖିଲା ମାତ୍ରେ ଦୁଃଖୀର ଦୁଃଖ ଚାଲିଯାଏ, ଭୋକିଲା ଲୋକର ପେଟ ପୁରିଯାଏ ଏବଂ ରୋଗୀର ରୋଗ ଭଲ ହୋଇଯାଇଥାଏ। ଥରେ ଦେଖିଲେ ବାରମ୍ବାର ତାଙ୍କୁ ଦେଖିବାକୁ ଇଚ୍ଛା ହୁଏ। ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ଅଟନ୍ତି ସେ। ଶୁଆ ପକ୍ଷୀଠାରୁ ଏପରି କଥା ଶୁଣି ମାତା ସୀତା ବହୁତ ଖୁସି ହୋଇଗଲେ। ଶୁଆ ପକ୍ଷୀଟି ପୁଣି ମାତା ସୀତାଙ୍କୁ କହିଲା,
ହେ ସୁନ୍ଦରୀ, ଜଣାପଡ଼ୁଛି ତୁମେ ହିଁ ଦେବୀ ଜାନକୀ ଅଟ। ତୁମେ ହିଁ ମାତା ସୀତା ଅଟ। ସେଇଥିପାଇଁ ତୁମ ସ୍ୱାମୀଙ୍କ ସୌନ୍ଦର୍ଯ୍ୟ, ବୀରତ୍ୱ ଓ ଗୁଣଗାନ ବିଷୟରେ ଶୁଣିବାକୁ ଭଲ ଲାଗୁଛି। ପକ୍ଷୀଟିର କଥା ଶୁଣି ମାତା ସୀତାଙ୍କର ମୁଣ୍ଡ ଲାଜରେ ତଳକୁ ହୋଇଗଲା। ତାହାପରେ ମାତା ସୀତା ପକ୍ଷୀ ଦୁଇଟିକୁ କହିଲେ, ତୁମେ ଦୁଇଜଣ ମୋ ପାଖରେ ରୁହ। ମୁଁ ତୁମ ପାଇଁ ସୁନାର ପଞ୍ଜୁରୀ ତିଆରି କରିଦେବି। ପ୍ରତ୍ୟେକ ଦିନ ସୁମିଷ୍ଟ ଖାଦ୍ୟ ରାଜଭବନରୁ ମୁଁ ତୁମ ପାଇଁ ଆଣିଦେବି। ରାଜମହଲରେ ଆନନ୍ଦରେ ତୁମେ ରହିବ। ସୀତାଙ୍କ ଏହିଭଳି କଥା ଶୁଣି ମା ଶୁଆ ପକ୍ଷୀଟି କହିଲା, ହେ ଦେବୀ, ଆମେ ବଣର ପକ୍ଷୀ। ଆମେ ବୃକ୍ଷ ଉପରେ ରହୁ, ଆଉ ତାହା ଆମ ପାଇଁ ସୁନା ପଞ୍ଜୁରୀଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଅଟେ। ପୁଣି ମୁଁ ଏବେ ଗର୍ଭ ଅବସ୍ଥାରେ ଅଛି। ମୁଁ କିଛି ଦିନ ପରେ ବାଲ୍ମୀକି ଆଶ୍ରମରେ ସନ୍ତାନ ଜନ୍ମ କରିବି। ମାତା ଜାନକୀ, ଆମକୁ ତୁମେ ଏବେ ଛାଡ଼ିଦିଅ। ଆମେ ବାଲ୍ମୀକି ଆଶ୍ରମରେ ଥିବା ଆମ ବସାକୁ ଫେରିଯିବୁ। କିନ୍ତୁ ମାତା ସୀତା ସବୁଦିନ ଶ୍ରୀରାମଙ୍କ କଥା ଶୁଣିବା ପାଇଁ ତାଙ୍କୁ ଆଉ ଯିବାକୁ ଦେଲେନି। ଆଉ ଏକ ସୁନା ପଞ୍ଜୁରୀ ଆଣି ସେହି ପକ୍ଷୀ ଦୁଇଟିକୁ ସେହି ପଞ୍ଜୁରୀରେ ରଖିଦେଲେ। ତାହାପରେ ମା ଶୁଆ ପକ୍ଷୀଟି କହିଲା, ହେ ଦେବୀ ଜାନକୀ, ତୁମେ ଜିଦ୍ କର ନାହିଁ। ତୁମେ ଆମକୁ ଦୟାକରି ଛାଡ଼ିଦିଅ। କିନ୍ତୁ ମାତା ସୀତା ତାଙ୍କର କୌଣସି କଥାକୁ ଶୁଣିଲେ ନାହିଁ। ପକ୍ଷୀ ଦୁଇଟି ବହୁତ କାନ୍ଦିଲେ। ତେଣୁ ମାତା ସୀତା ପୁରୁଷ ପକ୍ଷୀଟିକୁ ଛାଡ଼ିଦେଲେ, କିନ୍ତୁ ମା ଶୁଆ ପକ୍ଷୀଟିକୁ ଛାଡ଼ିଲେ ନାହିଁ। ମା ଶୁଆ ପକ୍ଷୀଟି ପୁଣି ଥରେ କାନ୍ଦି କାନ୍ଦି କହିଲା, ହେ ମାତା ସୀତା, ଦୟାକରି ମୋତେ ଛାଡ଼ିଦିଅ। ମୁଁ ଗର୍ଭବତୀ ଅଛି। କିଛି ଦିନ ପରେ ମୋର ଛୁଆ ଜନ୍ମ ହେବା ପରେ ମୁଁ ସେମାନଙ୍କୁ ଆଣି ତୁମ ପାଖକୁ ପୁଣି ଆସିବି। ଦୟାକରି ମୋତେ ଛାଡ଼ିଦିଅ। କିନ୍ତୁ ମାତା ସୀତା ମା ଶୁଆ ପକ୍ଷୀଟିକୁ ଛାଡ଼ିବା ପାଇଁ ମନା କଲେ। ତାହାପରେ ପୁରୁଷ ଶୁଆ ପକ୍ଷୀଟି କାନ୍ଦି କାନ୍ଦି ସେଠାରୁ ଫେରିଗଲା। ମା ଶୁଆ ପକ୍ଷୀଟି କାନ୍ଦି କାନ୍ଦି ସୀତାଙ୍କୁ ବହୁତ ଅନୁରୋଧ କଲା ଯେ, ହେ ଦେବୀ, ମୋତେ ଦୟାକରି ଛାଡ଼ିଦିଅ। ମୋ ଛୁଆ ଜନ୍ମ ହେବା ପରେ ମୁଁ ପୁଣି ମୋ ସ୍ୱାମୀ ସହ ତୁମ ପାଖକୁ ଫେରି ଆସିବି। କିନ୍ତୁ ମାତା ସୀତା ମନା କରିବାରୁ ମା ଶୁଆ ପକ୍ଷୀଟି ମାତା ସୀତାଙ୍କୁ ଅଭିଶାପ ଦେଲା। ସେ କହିଲା, ହେ ଦେବୀ ଜାନକୀ, ମୁଁ ଯେଭଳି ମୋର ଗର୍ଭାବସ୍ଥାରେ ମୋ ସ୍ୱାମୀଙ୍କ ଠାରୁ ଦୂରରେ ରହିଛି, ତୁମେ ମଧ୍ୟ ସେହିପରି ତୁମର ଗର୍ଭାବସ୍ଥାରେ ତୁମର ସ୍ୱାମୀଙ୍କ ଠାରୁ ଦୂରରେ ରହିବ। ଏହିଭଳି ଭାବରେ ଅଭିଶାପ ଦେଇ ମା ଶୁଆ ପକ୍ଷୀଟି ମୃତ୍ୟୁବରଣ କଲା। କିଛି ସମୟ ପରେ ପୁରୁଷ ଶୁଆ ପକ୍ଷୀଟି ନିଜ ପତ୍ନୀକୁ ଦେଖିବା ପାଇଁ ରାଜଭବନରେ ଥିବା ସୀତାମାତାଙ୍କ ପାଖକୁ ଗଲା। କିନ୍ତୁ ପୁରୁଷ ଶୁଆ ପକ୍ଷୀଟି ସେଠାକୁ ଯାଇ ଦେଖିଲା ଯେ ମା ଶୁଆ ପକ୍ଷୀଟି ପତି ବିଚ୍ଛେଦରେ ମର୍ମାହତ ହୋଇ ପ୍ରାଣତ୍ୟାଗ କରିଛି। ପୁରୁଷ ଶୁଆ ପକ୍ଷୀଟି ନିଜ ସ୍ତ୍ରୀର ଏପରି ଦୁଃଖ ଦେଖି ବଡ଼ କଷ୍ଟ ଅନୁଭବ କଲା ଏବଂ କାନ୍ଦି କାନ୍ଦି ମାତା ସୀତାଙ୍କୁ କହିଲା, ମୁଁ ତୁମକୁ ଆଜି ଅଭିଶାପ ଦେଉଛି। ତୁମ ଯୋଗୁଁ ଯେପରି ମୋ ସ୍ତ୍ରୀ ଗର୍ଭାବସ୍ଥା ଥିବା ସମୟରେ ମୋ ଠାରୁ ଅଲଗା ହେଲା, ତୁମେ ମଧ୍ୟ ଗର୍ଭାବସ୍ଥାରେ ତୁମ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯିବ। ଆଉ ମୁଁ ଅଯୋଧ୍ୟା ନଗରୀରେ ଜନ୍ମ ନେବି ଏବଂ ଏପରି ଅପପ୍ରଚାର କରିବି ଯେ ପ୍ରଜାମାନେ ତୁମର ନିନ୍ଦା କରିବେ ଏବଂ ପ୍ରଜାପାଳକ ପ୍ରଭୁ ଶ୍ରୀରାମଚନ୍ଦ୍ର ତୁମକୁ ତ୍ୟାଗ କରିବା ପାଇଁ ବାଧ୍ୟ ହେବେ। ଏହିପରି ଅଭିଶାପ ଦେଇ ପୁରୁଷ ଶୁଆଟି ପତ୍ନୀ ବିୟୋଗରେ ପ୍ରାଣତ୍ୟାଗ କଲା। ତାହାପରେ ଶୁଆ ପକ୍ଷୀଟିର ଜନ୍ମ ଅଯୋଧ୍ୟା ନଗରୀରେ ଏକ ଧୋବା ପରିବାରରେ ହେଲା। ଯେତେବେଳେ ଭଗବାନ ଶ୍ରୀରାମ ରାବଣଙ୍କୁ ମାରି ମାତା ସୀତାଙ୍କୁ ଉଦ୍ଧାର କଲେ, ମାତା ସୀତା ଅଗ୍ନି ପରୀକ୍ଷା ମଧ୍ୟ ଦେଇଥିଲେ। ତଥାପି ସେହି ଧୋବା ମାତା ସୀତାଙ୍କ ଚରିତ୍ରକୁ ନେଇ ରାବଣ ଚରିତ୍ର ସାଙ୍ଗରେ ଏମିତି ସମ୍ବନ୍ଧ ଓ ଏମିତି ସମ୍ପର୍କ ତିଆରି କରି ଅପପ୍ରଚାର କଲା ଯେ ପ୍ରଜାମାନେ ସୀତାଙ୍କର ନିନ୍ଦା କରିବାକୁ ଲାଗିଲେ। ତେଣୁ ପ୍ରଜାବତ୍ସଳ ଶ୍ରୀରାମଚନ୍ଦ୍ର ବାଧ୍ୟ ହୋଇ ମାତା ସୀତାଙ୍କୁ ବାହାର କରିଦେଇଥିଲେ ଏବଂ ସେହି ସମୟରେ ସୀତାମାତା ମଧ୍ୟ ଗର୍ଭବତୀ ଥିଲେ। ଭଗବାନ ରାମଙ୍କ ଆଦେଶରେ ଲକ୍ଷ୍ମଣ ମାତା ସୀତାଙ୍କୁ ନେଇ ଘୋର ଜଙ୍ଗଲ ତଥା
ଅରଣ୍ୟରେ ଛାଡ଼ି ଦେଇଥିଲେ। ଏହିପରି ଭାବରେ ଶୁଆପକ୍ଷୀର ଅଭିଶାପ ସଫଳ ହେଲା ଏବଂ ମାତା ସୀତା ମଧ୍ୟ ତାଙ୍କ ପାପର ଫଳ ଭୋଗ କରିଥିଲେ। ଦର୍ଶକ ବନ୍ଧୁ, ନିଜର କରିଥିବା କର୍ମର ଫଳ ମଣିଷ ତ ଅବଶ୍ୟ ଭୋଗିଥାଏ। ସେ ଧନୀ ହେଉ ବା ଗରିବ ହେଉ, ସେ ରାଜା ହେଉ ବା ପ୍ରଜା ହେଉ, କିନ୍ତୁ ସମସ୍ତେ କରିଥିବା ନିଜ ନିଜର ପାପ ବା ପୁଣ୍ୟର ଫଳ ଅବଶ୍ୟ ଭୋଗିବାକୁ ପଡ଼ିଥାଏ। ଆଶା କରେ ସାଙ୍ଗମାନେ ମୋର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ରୂପରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ। ନେକ୍ସଟ ଆଉ ଏକ ଟପିକ୍ ଆପଣମାନଙ୍କ ପାଇଁ ନେଇକି ଆସିବି। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।